ମହେନ୍ଦ୍ର ତନୟା ମହୋତ୍ସବ 2026 ଉଦ୍ଯାପିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ମିଶନ ଶକ୍ତି କାଫେ ସମ୍ମୁଖରେ ଥିବା ପଡ଼ିଆରେ ମହେନ୍ଦ୍ର ତନୟା ମହୋତ୍ସବ 2026 ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ କେ ନାଗରାଜୁ, ସିଡିପିଓ ନମିତା ମହାରଣା, ଗୋସାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପୃଥ୍ୱୀରାଜ ମଣ୍ଡଳ, ତହସିଲଦାର ନାରାୟଣ ବେହେରା, ଗୋସାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀରାରାଜୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ସିଆରସି ରଶ୍ମିତା ସାମଲ ମଞ୍ଚ ପରିଚାଳନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଞ୍ଚଳର ଲୋକକଳା, ନୃତ୍ୟ, ସଙ୍ଗୀତ ପ୍ରଭୃତି ଛାତ୍ରଛାତ୍ରୀଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା। ତେଣୁ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାରମାନେ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ। କ'ଣ କହେ ଆଜି ମହେନ୍ଦ୍ର ତନୟା ଉତ୍ସବର ଦ୍ୱିତୀୟ ଦିନ ଏବଂ କଳା ସଂସ୍କୃତି ଉଜ୍ଜୀବିତ କରିବା ପାଇଁ ତୃଣମୂଳ ସ୍ତରରେ ଯେଉଁ ପ୍ରୟାସ ଜାରି ରହିଛି ଏହାପରେ କ'ଣ କହିବେ? ଗଜପତି ଜିଲ୍ଲାର ଯେଉଁ ମହୋତ୍ସବ ମାହୋଲ ଆସିଛି ମଧ୍ୟରୁ ଆମେ ତ ଗଜପତି ଉତ୍ସବ ପାଳନ କରୁଛୁ। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅଛି ଏବଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ଗତ 8 ତାରିଖରୁ ଆରମ୍ଭ ହୋଇଛି ଏବଂ ଗୋସାଣୀ ବ୍ଲକ ଯେଉଁଟା ପାରାଳକେନ୍ଦ୍ର ଜିଲ୍ଲା ସଦର ମହକା ବ୍ଲକର ଆଜି ଦ୍ୱିତୀୟ ଦିବସ ବା ଉଦ୍ଯାପନ ଦିବସରେ ମହେନ୍ଦ୍ର ତନୟା ମହୋତ୍ସବ ପାଳନ କରାଯାଉଛି। ବହୁତ ଉତ୍ସାହ ଉଦ୍ଦୀପନା ସହିତ ସମସ୍ତ ଲୋକ ଆସିଛନ୍ତି। ଆପଣ ଦେଖିବେ ସୁନ୍ଦର ସୁନ୍ଦର ବହୁତ ଲୋକାଲ ଗ୍ରୁପ୍ ଯେଉଁଟା କହିବେ ନିଜର ଅଞ୍ଚଳର ପିଲା ନିଜର ଅଞ୍ଚଳର କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ବହୁତ ଛାତ୍ରଛାତ୍ରୀ ବି ଏତେ ପ୍ରେରିତ ଅଛନ୍ତି। ତାଙ୍କର କଳା ପ୍ରଦର୍ଶନ କରୁଛନ୍ତି। ଆମେ ଦେଖିବି ଆଶ୍ଚର୍ଯ୍ୟ ହେଉଛନ୍ତି ଏତେ ସୁନ୍ଦର କଳା ନୈପୁଣ୍ୟତା ଭରିଯାଇଛି ଏବଂ ସେମାନେ ପରଫର୍ମାନ୍ସ ଦେଉଛନ୍ତି। ଏବଂ ଏଠି ସବୁ କୃଷି କ୍ଷେତ୍ରରେ ହୁଅନ୍ତୁ ବା ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ପାରଦର୍ଶିତା ଲାଭ କରିଛନ୍ତି ତାକୁ ସମ୍ମାନିତ କରି ଲୋକମାନେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବହୁତ ସୁନ୍ଦର ଆୟୋଜନ କରିଛନ୍ତି। ଦେଖୁଛନ୍ତି ହଜାର ହଜାର ସଂଖ୍ୟାରେ ଆମର ଛାତ୍ରଛାତ୍ରୀ ବୁଝାଲି ବି ପୁରସ୍କୃତ ରହି ତାକୁ ଉତ୍ସାହ ଯୋଗାଉଛନ୍ତି। ଏଇଭଳିଆ କାର୍ଯ୍ୟକ୍ରମ ଆମର ଆଗାମୀ 5 ଦିନ ଚାଲିବ ଏବଂ ଗଜପତି ଉତ୍ସବ 18ରୁ 22 ତାରିଖ ମଧ୍ୟରେ ଜିଲ୍ଲା ସଦର ମହକୁମାରେ ପାଳନ କରାଯାଏ। ସେଥିରେ ବି ବହୁତ କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ବିକାଶ କ୍ଷେତ୍ରରେ ଗଜପତି ଜିଲ୍ଲାର କାର୍ଯ୍ୟକ୍ରମ ରହିଛି। ବହୁତ ସୁନ୍ଦର ହେବ, ଲୋକଙ୍କ ସହଯୋଗ ରହିଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।